ବାଇବଲର କେତୋଟି ସୁସମାଚାର? ଡେରି ନକରି କୁହନ୍ତୁ। 4ଟି। 4ଟି। ପ୍ରେଜ ଦ ଲର୍ଡ। ଏଲି ଏଲି ଲାମା ସବକ୍ଥାନି କୋଉ ସୁସମାଚାରରେ ଅଛି? ଲୁକରେ। ଟିକେ ଟିକେ ସ୍ପଷ୍ଟ ଭାବରେ କୁହନ୍ତୁ, ଶୁଭୁନି। ମାଥିଉ। ଆଉ କିଏ କହିବେ? ଏଲି ଏଲି ଲାମା ସବକ୍ଥାନି କୋଉ ପୁସ୍ତକରେ ଅଛି, କୋଉ ସୁସମାଚାରରେ ଅଛି? ଯୋହନରେ। ମାର୍କ ଲିଖିତ ସୁସମାଚାର। ମାର୍କ ଲିଖିତ ସୁସମାଚାର। ଟିକେ ଦେଖି ନିଅନ୍ତୁ, କାଳେ ମୁଁ ବି ଭୁଲ କରି ପାରୁଛି। ପନ୍ଦର ପର୍ବର 34 ପଦ। 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ଥାନି। ମାର୍କ 15 ପର୍ବର 34 ପଦ। ଅର୍ଥାତ୍, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ଦ୍ୱିତୀୟ, ରେଡି ହୁଅନ୍ତୁ। ଭାଇ ଏଲି ଏଲି ଲାମା ସବକ୍ଥାନି ମାଥିଉରେ ମଧ୍ୟ ଅଛି 27 ପର୍ବ 45 ଏବଂ 46 ପଦରେ। Yes, thank you. हाँ 40 ରେ ଅଛି। Okay, you have corrected me. Thank you very much. ତାପରେ ଦେଖନ୍ତୁ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା, ଶୈଳ ସବୁ ବିଦୀର୍ଣ୍ଣ ହେଲା। କୋଉ ସୁସମାଚାରରେ ଅଛି? ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳ ସବୁ ବିଦୀର୍ଣ୍ଣ ହେଲା। ମାଥିଉ। କିଏ କହିଲେ? ମାଥିଉରେ ଅଛି। ହଁ, ଠିକ ଅଛି, ମାଥିଉରେ ଅଛି। ବର୍ତ୍ତମାନ ଆମେ ଯିବା ଆଉ କିଛି ନୂଆ ଟାଇପର। ଆମେ 7 ଜଣ ନଦୀ ମଧ୍ୟରୁ ପାଇଲୁ ଜନ୍ମ, ସ୍ଥଳରେ ଚାଲିଲୁ, ପ୍ରଚୁର କଲୁ ଭୋଜନ, ଯେମିତି ଦୁର୍ବଳ ଥିଲୁ ସେମିତି ଦୁର୍ବଳ ରହିଲୁ। କହିଲେ ଦେଖି, ଆମେ କିଏ? ଆମେ 7 ଜଣ ନଦୀରୁ ଜନ୍ମ ପାଇଲୁ। ସିସା। ପ୍ରଚୁର ଭୋଜନ କଲୁ ପରା। ଆମେ ଯେମିତି ଦୁର୍ବଳ ଥିଲୁ ସେମିତି ଏଇ ଯୋଉ ଗୋରୁ, ଦୁର୍ବଳ ଗୋରୁ। ସିସା ଆଉ 7ଟି ଗୋରୁ ଯୋଉ ଦର୍ଶନ ଦେଖି। ବାସ୍। ଆମେ 5 ଜଣ ଥିଲୁ ନଦୀ ତଟରେ, ଆମେ 5 ଜଣ ଥିଲୁ ନଦୀ କୂଳରେ। ଜଣକୁ କରାଗଲା ବ୍ୟବହାର, ଦାଉଦଙ୍କର ସେ ଚିକଣ ପଥର। ଦାଉଦଙ୍କର ସେ ଚିକଣ ପଥର। ମାଲିକକୁ ନେଇ ଚାଲୁଥିଲି, ଦୂତ ଓଗାଳିଲେ ବାଟ ମୋର, ମାଲିକ ମୋହର ଦୂତଙ୍କୁ ନ ଦେଖି ବେତ୍ରାଘାତ କଲେ 3 ଥର। କିଏ କହିଲେ? କୃଷ ବହନ କରିଥିବା ସେ ବାଲକଙ୍କର କଥା। ନାଇଁ, ବାଲାକାଙ୍କର ଗଧ। ବାଲାକ ନୁହେଁ, ବାଲା। ଦୂତ ସାଥେ ମୁହିଁ କୁସ୍ତି କଲି ରାତି ସାରା। ଚନ୍ଦା ମୁଣ୍ଡିଆ ମୁଁ ରାଗି ଲୋକ। ଇଲିଶା।
ପରିହାସ କଲେ ପିଲାମାନେ ଭାଲୁ ଆସି ଦେଲା ଦଳି ଦେଲା ଗଲା। ସେଇଟା ହଉଛି ମୁଁ ସ୍ଥିର ହୋଇ ରହିଲି ଯୁଦ୍ଧ ସରିବା ପର୍ଯ୍ୟନ୍ତ। ମୁଁ କିଏ? ମୂଷା ଜୋସେଫ ମୂଷା ମଶା ସେ କଣ ସ୍ଥିର ହୋଇ ରହିଲେ? ଯୁଦ୍ଧ ସରିବା ପର୍ଯ୍ୟନ୍ତ ସ୍ଥିର ହୋଇ ରହିଲି। ସବୁ ପାଖେଇ ଆସିଲାଣି କିନ୍ତୁ ଜାଗାଟା ସୂର୍ଯ୍ୟ ସ୍ଥିର ହୋଇକି ରହିଲା ଯୁଦ୍ଧ ସରିବା ପର୍ଯ୍ୟନ୍ତ। ହଁ ଝିଅ କହିଲେ କିନ୍ତୁ ସୂର୍ଯ୍ୟ ସ୍ଥିର ହୋଇକି ରହିଲା ଆକାଶରେ। ଥ୍ୟାଙ୍କ ୟୁ। ଯାଅ ଚେଷ୍ଟା କର। ଶତ୍ରୁ ମାନେ ଆସି କଲେ ପରିହାସ, ପାଚେରୀ ତୁମର ଅତି ଦୁର୍ବଳ, ଦୃଢ ବଢିଆ ବଢିଆ ଅମର ଭାଇ ବଢିଆ। ଆଚ୍ଛା ଦେଖିବା ଏଇଟା କଣ କହୁଛି। ଜଣେ ବିଦେଶୀ ଲୋକକୁ ଘରକୁ ଡାକିଲେ, ଦୁଗ୍ଧ ପିଆଇଲେ, କମଳ ଘୋଡାଇ ଶୋଇଦେଲି, ତମ୍ବୁର ମେଖରେ ମାରିଦେଲି। ସିସରା ଦେବରା। ଏ ସ୍ତ୍ରୀ ଲୋକ ନାଁ କଣ? ଆପଣମାନେ ସବୁ ପାଖରେ ପହଞ୍ଚି ଅଳ୍ପ ଲୋକ ନେଇ ଯୁଦ୍ଧକୁ ଗଲି, ପ୍ରତ୍ୟେକ କଳସ ଭାଙ୍ଗିଲେ, ତୁରୀ ବଜାଇଲେ। କିଏ କହିଲା? ଉଜ୍ଜଳତା ପଡେ। ହଁ ଥ୍ୟାଙ୍କ ୟୁ ଭେରି ମଚ୍। ସେଦିନ ପ୍ରଭୁଙ୍କ ଦ୍ଵାରା ଶତ୍ରୁ ଉପରେ କଲି ବିଜୟ ଲାଭ। ବହୁତ ବଢିଆ। ତାପରେ ମୋର ଡାଏରୀ ନେଇକି ପଢିଥାନ୍ତ କେତେ ପଢିଆ। ସବୁ ତ ସାରିଦେଲେ ଆପଣ। ବର୍ତ୍ତମାନ ସେତିକି। ଆଉ ନେକ୍ସଟ ଟାଇମ କଲେ ଭଲ ଲାଗିଲା ନାହିଁ? ଭାଇ ଭଲ ଲାଗିଲା। ଆଉ ଟିକେ ପ୍ରିପେୟାର କରିଥିଲେ ହେଇଥାନ୍ତା। ତେଣୁ ଦେଖିବା, ଆମେ ତ ବିଚାର ବିମର୍ଶ କରୁଛୁ ଯେ ଏଇ ଯୋଉ ସାକ୍ଷ୍ୟ ର ସବଷ୍ଟିଚ୍ୟୁଟ କଣ କରିବା ବୋଲିକା। ତାକୁ ଟିକେ ଆମର ପରିଚାଳନା କମିଟି ଭଲକିରି ବିଶେଷ ଭାବରେ ଆଲୋଚନା କଲା ପରେ ଆମେ ପୁଣି ସେ ପ୍ରୋଗ୍ରାମ ଆଣିବା। ଏଥିପାଇଁ ରହିଲେ ଏତିକି। ଗଡ୍ ବ୍ଲେସ୍ ୟୁ ଅଲ୍। ସମସ୍ତେ ଆନନ୍ଦ ପାଇଛନ୍ତି, ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ।